ସମବୟସ୍କ ସହ ମିଶିକି ଅନୁଭୂତି ସଂଗ୍ରହ। କୌଣସି ବାଲି ଯେମିତି ବାଲି ଗୋଡ଼ି ଏସବୁ ଜିନିଷରେ ଖେଳୁଛି କିମ୍ବା ପତ୍ର କୌଣସି କଲରଫୁଲ ପତ୍ର ଗୋଟଉଛି। କୌଣସି ଦେଖିବ ବହୁତ ପିଲା ତୁମେମାନେ ବି ଯେତେବେଳେ ଛୋଟ ଥିବ ସେତେବେଳେ ତୁମେମାନେ ବି ଲକ୍ଷ୍ୟ କରୁଥିବ ଗୋଟେ ଡିଆସିଲି ଗୋଟେ ଟାଇପ୍ର ଡିଆସିଲି ଯେଉଁ ଚିତ୍ରକୁ ସବୁ କଲେକ୍ଟ କରିକି ରଖିବା। ତାପରେ କୌଣସି ଗୋଟେ କଲରର ପତ୍ରକୁ ତାକୁ ମାନେ ଯେଉଁ ଚେକ୍ କରି ରଖିବା। ସେସବୁ ଜିନିଷ ଏଇ ପ୍ରାନ୍ତ ବାଲ୍ୟ ଅବସ୍ଥାରେ ସେ ଅନୁଭୂତି ସଂଗ୍ରହ କରିଥାଏ। ତା ସାଙ୍ଗମାନଙ୍କ ସାଙ୍ଗରେ ମିଶିକି ସେ ଅନୁଭୂତି ସଂଗ୍ରହ କରିଥାଏ, ଯାହାଫଳରେ କି ସେଥିରୁ କିଛି ଶିକ୍ଷା କରିଥାଏ। ଲିଙ୍ଗ ଭିତ୍ତିକ ଉପଯୁକ୍ତ ସାମାଜିକ କାର୍ଯ୍ୟ ଆରମ୍ଭ, ଯେମିତିକି ଝିଅ ପିଲାମାନେ ମାଆଙ୍କୁ ଖାଦ୍ୟ ବନେଇବାରେ ସାହାଯ୍ୟ କରିଥାନ୍ତି। ଝିଅ ପିଲାମାନେ ଘରର କାର୍ଯ୍ୟ କିଛି କିଛି କରିବା ପାଇଁ ଲାଗି ପଡ଼ିଥାନ୍ତି। ଯେମିତିକି ମା ମାନେ ଧର ଅଟା ବେଲୁଥିବେ, ଝିଅମାନେ ଯାଇ କହିବେ ନା ମା ଦେ ମୁଁ କିଛି ଅଟା ବେଲିବି, ମୁଁ ଟିକେ ବେଲିବା ଶିଖିବି। ଘର ଝାଡ଼ୁ ନିଜେ ନିଜେ ଝାଡ଼ୁ ଧରିକି ବହୁତ ଛୁଆ ଅଛନ୍ତି ନିଜେ ନିଜେ ଝାଡ଼ୁ ଧରିକି ମାରିବା ପାଇଁ ଷ୍ଟାର୍ଟ କରୁଛନ୍ତି। ଏଇ ସାମାଜିକ କାର୍ଯ୍ୟ ଗୁଡ଼ିକ ଝିଅ ପିଲାମାନେ ଶିକ୍ଷା କରିଥାନ୍ତି। କିମ୍ବା ବାପା ଧର ପାଣି ମାଗିଲେ ନା ମା ମତେ ଦେ ମୁଁ ନେଇକି ଦେଇଦେବି। ସେସବୁ ଜିନିଷ ଘରୋଇ କାର୍ଯ୍ୟରେ ଝିଅମାନେ ନିଜ ମା ମାନଙ୍କୁ ସାହାଯ୍ୟ କରୁଥିବା ସମୟରେ ପୁଅ ପିଲାମାନେ କ'ଣ ଖେଳକୁଦ ତା ସାଙ୍ଗରେ ବାପା ମାନଙ୍କୁ ଧର ବାପା ବିଲରେ କୌଣସି କାର୍ଯ୍ୟ କରୁଛନ୍ତି କିମ୍ବା ଘରୋଇ କୌଣସି କାର୍ଯ୍ୟ କରୁଛନ୍ତି, ବାଡ଼ି ବଗିଚାରେ କିଛି କାର୍ଯ୍ୟ କରୁଛନ୍ତି, ସେହି ସମୟରେ ପିଲାମାନେ ତାଙ୍କ ସାଙ୍ଗରେ ନିୟୋଜିତ ହୋଇଥାନ୍ତି। ପଠନ ଲିଖନ ହିସାବ କରିବାର ମୌଳିକ କୌଶଳ, ଯେଉଁଟାକି